ଜୟ ଜଗନ୍ନାଥ ନମସ୍କାର। ଆସନ୍ତୁ ନଜର ପକାଇବା ଆଜିର ଟପ୍ ନ୍ୟୁଜ୍ ଅପଡେଟ୍ କ'ଣ ସବୁ ରହିଛି। କିନ୍ତୁ ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖି ସୁଚିନ୍ତିତ ମତାମତ ଦିଅନ୍ତୁ। ଯେଉଁମାନେ ଚ୍ୟାନେଲକୁ ପ୍ରଥମ କରି ଆସିଛନ୍ତି ସବସ୍କ୍ରାଇବ୍ କରନ୍ତୁ ଏବଂ ଆସୁଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଫଳରେ ପ୍ରତ୍ୟେକ ନୂତନ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ତେବେ ଆସନ୍ତୁ ନଜର ପକାଇବା ଆଜିର ପ୍ରମୁଖ ଖବରଗୁଡ଼ିକ ଉପରେ। ଆଜିର ପ୍ରଥମ ଖବର, ରୋରୁଆ ନିକଟବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ବେନିସାଗର ଅଞ୍ଚଳରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ଗ୍ରାମବାସୀ ଆତଙ୍କିତ। ହାତୀପଲ ଖାଦ୍ୟ ଅନୁସରଣରେ ଜନବସତି ନିକଟତର ହେଉଛନ୍ତି। ହାତୀପଲଙ୍କ ଉପଦ୍ରବରେ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି। ମୟୂରଭଞ୍ଜ ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ସ୍ଥାନରେ ହାତୀ ଆକ୍ରମଣରେ ଯୁବକଙ୍କର ମୃତ୍ୟୁ ଘଟିଛି। ସୀମାନ୍ତର ରୋରୁଆ ନିକଟବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ବେନିସାଗର ଅଞ୍ଚଳରେ ଉକ୍ତ ଘଟଣା ଘଟିଛି। ହାତୀପଲ ଉପଦ୍ରବ ଯୋଗୁଁ ଜାରି ରହିଥିବା ବେଳେ ଭୋର 5ଟା ସମୟରେ ହାତୀ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଗଣ୍ଡିରୁ ମୁଣ୍ଡକୁ ହାତୀ ଅଲଗା କରି ଦେଇଛନ୍ତି। ମୃତକ ଜଣକ ଝାଡ଼ଖଣ୍ଡ ରାଜ୍ୟର ଯୁବକ ବୋଲି ଜଣାପଡ଼ିଛି। ଯୁବକଙ୍କର ପ୍ରକୃତ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଯୁବକଙ୍କ ମୃତ୍ୟୁ ପରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଝାଡ଼ଖଣ୍ଡ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ପରବର୍ତ୍ତୀ ଖବର, ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ସର୍ବନିମ୍ନ ତାପମାତ୍ରା -1 ଡିଗ୍ରୀ ସେଲସିୟସ୍ ରେକର୍ଡ ନେଇ ଆରସିଏଫ୍ ଦେଲେ ସୂଚନା। ସାରା ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ସର୍ବନିମ୍ନ ତାପମାତ୍ରା -1 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ଏନେଇ ଶିମିଳିପାଳ ବାଘର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଦ୍ୱାରା ଶୁକ୍ରବାର ସକାଳ 6ଟା ସମୟରେ ରେକର୍ଡ କରାଯାଇଛି। ରିପୋର୍ଟ ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଉତ୍ତର ବାରକାମୁଣ୍ଡାଠାରେ ସର୍ବନିମ୍ନ -1 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ଛୁଇଁଥିବା ବେଳେ ଚହଲା ଏବଂ ଗୁଡ଼ଗୁଡ଼ିଆରେ 2 ଡିଗ୍ରୀ ସେଲସିୟସ୍ ଏବଂ ବରେଇପାଣିରେ 5 ଡିଗ୍ରୀ, ରାମତୀର୍ଥ ଏବଂ ସାତକୋଶିଆରେ 9 ଡିଗ୍ରୀ ଏବଂ କିଆଝରରେ 10 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିବା ନେଇ ଆରସିଏଫ୍ ପ୍ରକାଶ ଚାନ୍ଦ ଗଗିନେନି ସକାଳୁ ଏକ ପ୍ରେସମିଟ୍ ମାଧ୍ୟମରେ ନେଇ ସୂଚନା ପ୍ରଦାନ କରିଛନ୍ତି। ଶିମିଳିପାଳ ମଧ୍ୟରେ ପ୍ରବଳ ଜାଡ଼ ଅନୁଭୂତ ହେଉଥିବା ବେଳେ ସବୁଆଡ଼େ ବରଫର ଚାଦର ହୋଇ ଧଳା ରଙ୍ଗର ଆସ୍ତରଣ ଦେଖିବାକୁ ମିଳିଛି। ଦୀର୍ଘ 13 ବର୍ଷ ପରେ ପୁଣି ତାପମାତ୍ରା ରେକର୍ଡ ଭାଙ୍ଗିଥିବା ନେଇ ଜଣାପଡ଼ିଛି। ପରବର୍ତ୍ତୀ ଖବର, ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଫୁଙ୍କୁ ଫୁଙ୍କୁ ପଡ଼ି ହୋଇ ବୈଶିଙ୍ଗା ଥାନା ଅଞ୍ଚଳରେ ଗଲାଣି 2 ଜୀବନ। ଏହି କ୍ରମରେ ସନ୍ଧ୍ୟାରେ ମଗୁସୁରିଆ ଗ୍ରାମର 81 ବର୍ଷୀୟ ବୃଦ୍ଧ ଶୀତ ଦାଉରୁ ରକ୍ଷା ପାଇବାକୁ ନିଆଁ ଫୁଙ୍କୁଥିବା ସମୟରେ ପଡ଼ି ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ମୃତ୍ୟୁବରଣ କରିଛନ୍ତି। ସୂଚନା ଯେ ଉକ୍ତ ଗ୍ରାମର ଦୁର୍ଯ୍ୟୋଧନ ମହାନ୍ତ ନିଜ ଝିଅ, ଜ୍ୱାଇଁ ଏବଂ 3 ନାତି ନାତୁଣୀଙ୍କ ସହ ନିଜ ଘରେ ରୁହନ୍ତି। ବୈଶିଙ୍ଗା ଅଞ୍ଚଳରେ ପଡ଼ିଥିବା ପ୍ରବଳ ଜାଡ଼କୁ ସହ୍ୟ କରିନପାରି ଦୁର୍ଯ୍ୟୋଧନ ଘର ସମ୍ମୁଖରେ କାଠି କୁଟାରେ ନିଆଁ ଲଗାଇ ସେକି ହେଉଥିଲେ। ଅସାବଧାନତାବଶତଃ ପ୍ରଥମେ ନିଆଁ ତାଙ୍କ ଘୋଡ଼େଇ ହୋଇଥିବା ଚାଦରରେ ଲାଗି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଯାଇଥିଲା। ଶ୍ୱଶୁର ଜଳୁଥିବା ଦେଖି ତାଙ୍କ ଜ୍ୱାଇଁ ଉମାକାନ୍ତ ଦୌଡ଼ି ଆସି ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ପୂର୍ବାହ୍ନରେ ତାଙ୍କର ଦେହାନ୍ତ ହୋଇଯାଇଛି। ବୈଶିଙ୍ଗା ଥାନାରେ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଅଧିକ ତଦନ୍ତ କରୁଛି ପୋଲିସ। ପରବର୍ତ୍ତୀ ଖବର, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାତବାଡ଼ା ନିକଟସ୍ଥ କାଦୁଆଣିରେ ବୁଧବାର ସନ୍ଧ୍ୟାରେ ଗୋଟିଏ ଗୋମୁଣ୍ଡ, ହାଡ଼ ଏବଂ ଚମଡ଼ା ବୋଝେଇ ଥିବା ପିକଅପ୍ ଗାଡ଼ି ଓଲଟି ପଡ଼ିଥିଲା। ଏ ସମ୍ପର୍କରେ ଖବର ପ୍ରଚାରିତ ହେବା ପରେ କିଛି ସମୟ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ପୋଲିସ ଅଧିକାରୀ, ଥାନା ଅଧିକାରୀ ପ୍ରମୁଖ ପହଞ୍ଚି ଗୋମୁଣ୍ଡ, ହାଡ଼ ବୋଝେଇ ପିକଅପ୍କୁ ଜବତ କରିଥିଲେ। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ପୋଲିସ ମାମଲା ରୁଜୁ ହୋଇଛି। ଅତିରିକ୍ତ ପୋଲିସ ଅଧୀକ୍ଷକ ଯଦୁନାଥ ଜେନା ଏହାର ତଦନ୍ତ ଦାୟିତ୍ୱ ନେଇଥିବା ଜଣାପଡ଼ିଛି। ଇତିମଧ୍ୟରେ ଘଟଣା ଘଟିବାର 24 ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୁଲିସ ଉକ୍ତ ଘଟଣାରେ କାହାକୁ ଗିରଫ କରିନାହିଁ। ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏହାକୁ ଗୁରୁତର ସହିତ ନେଇ ପୁଲିସ ତଦନ୍ତ ଜାରି ରଖିଛି ବୋଲି ହାତବାଦରା ଫାଣ୍ଡି ଅଧିକାରୀ ମୋହନ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି। ପରବର୍ତ୍ତୀ ଖବର, 19,000 ଟଙ୍କା ସାଇବର ଠକାମିର ଶିକାର ହୋଇଥିବା ନେଇ ବାରିପଦା ବରିଷ୍ଠ ଆଇନଜୀବୀ ଜ୍ୟୋତିପ୍ରକାଶ ରଥଙ୍କ ଅଭିଯୋଗ କ୍ରମେ ସ୍ଥାନୀୟ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଅଭିଯୋଗକାରୀ ଶ୍ରୀ ରଥଙ୍କ ମୋବାଇଲ ଫୋନକୁ ମଙ୍ଗଳବାର ସନ୍ଧ୍ୟା 7ଟା ସମୟରେ ଜଣେ ବ୍ୟକ୍ତି ନିଜକୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମ୍ୟାନେଜର କହି ପରିଚୟ ଦେଇ ଫୋନ୍ କରିଥିଲେ। ଦେଇଥିବା ସୂଚନା ଅନୁଯାୟୀ ବିର୍ଲା ଲାଇଫ୍ ଇନ୍ସୁରାନ୍ସରେ ଥିବା ପଲିସି ବାବଦରେ ଦିଆଯାଇଥିବା ଷ୍ଟେଟ୍ ବ୍ୟାଙ୍କ ଚେକ୍ର ଅବଧି ଶେଷ ହୋଇଯାଇଥିବାରୁ ତାହା ବାତିଲ ହୋଇଯିବ ବୋଲି କହି ଦର୍ଶାଇଥିଲେ। କିନ୍ତୁ ବ୍ୟାଙ୍କକୁ କୌଣସି ବାର୍ତ୍ତା ଆସିନଥିବାରୁ ବ୍ୟାଙ୍କକୁ ଯାଇ ବୁଝାସୁଝା କରିବେ ବୋଲି ଶ୍ରୀ ରଥ କହିଥିଲେ। କିନ୍ତୁ ଫୋନ୍ କରିଥିବା ଅଜଣା ବ୍ୟକ୍ତି ଜଣକ ବ୍ୟାଙ୍କକୁ ଯିବାର କୌଣସି ଆବଶ୍ୟକତା ନାହିଁ, ଏଣୁ ଅନଲାଇନରେ ହୋଇଯିବ ବୋଲି ବିଶ୍ୱାସ ଜନ୍ମାଇବାରୁ ସେହି ଅନୁସାରେ ପଦକ୍ଷେପ ନେଇଥିଲେ। କିନ୍ତୁ ହଠାତ୍ ଶ୍ରୀ ରଥଙ୍କ ଆକାଉଣ୍ଟ HDFC ବ୍ୟାଙ୍କରେ ଥିବା ବଡ଼ବଜାର ଶାଖାର ଥିବା
ଅନେଶତ ଟଙ୍କା ସଙ୍ଗେ ସଙ୍ଗେ ଉଠାଣ ହୋଇଥିଲା। ଏ ସମ୍ପର୍କରେ ଉକ୍ତ ଅଜଣା ବ୍ୟକ୍ତି ସଙ୍ଗେ ସଙ୍ଗେ ଟଙ୍କା ଫେରାଇ ଦେବେ ବୋଲି କହି ଶ୍ରୀ ରଥଙ୍କଠାରୁ ତାଙ୍କ କାର୍ଡ଼ ନମ୍ବର ନେଇଥିଲେ ଏବଂ ସଙ୍ଗେ ସଙ୍ଗେ ତାଙ୍କ ଆକାଉଣ୍ଟକୁ ଆହୁରି ଟଙ୍କା ଉଠାଣ ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସମ୍ପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଶ୍ରୀ ରଥ ସୂଚନା ଦେବାରୁ ତାହା ସମ୍ଭବ ହୋଇନଥିଲା। ସାଇବର ଠକାମିର ଶିକାର ହୋଇଥିବା ଜାଣି ପୁଲିସରେ ଅଭିଯୋଗ କରିଛନ୍ତି ଶ୍ରୀ ରଥ। ପରବର୍ତ୍ତୀ ଖବର, ଚୋରା ଦେଶୀ ମଦ ଚାଲାଣ କରୁଥିବା ଏକ ବୋଲେରୋକୁ ପିଛା କରି ମରଡ଼ା ଅବକାରୀ ପୋଲିସ ଜବତ କରିଥିବା ସହ ଚାଳକକୁ ଗିରଫ କରିଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଧୁମସାହି ମରଡ଼ା ଦେଇ ସୁନାକଣିଆକୁ ଗୁରୁବାର ଅପରାହ୍ନରେ ଏକ ବୋଲେରୋ ଯୋଗେ ବିପୁଳ ପରିମାଣର ଚୋରା ମଦ ଚାଲାଣ କରୁଥିବା ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ମିଳିଥିଲା। ମରଡ଼ା ଅବକାରୀ ଥାନା ଅଧିକାରୀ ଦୀପକ କୁମାର ରାଉତ, ତାଙ୍କ ନେତୃତ୍ୱରେ ଏଏସ୍ଆଇ ରେଣୁକା ମଲ୍ଲିକ, କନେଷ୍ଟବଳ ଯଶବନ୍ତ ନାୟକ ଏବଂ ଗୋପୀନାଥ ମୁର୍ମୁ ପ୍ରମୁଖ ଗାଡ଼ିକୁ ପିଛା କରିଥିଲେ ଏବଂ ପଳାଶମୁଣ୍ଡଳି କେନାଲ ରାସ୍ତାରେ ଅଟକାଇଥିଲେ। ତନଖି କରିବାରୁ ଗାଡ଼ି ଭିତରେ 560 ଲିଟର ମଦ ଥିବା ଦେଖିବାକୁ ମିଳିଥିଲା। ମଦ ସମେତ ଗାଡ଼ିକୁ ଜବତ କରି ଅବକାରୀ ଥାନାକୁ ଅଣାଯିବା ବେଳେ ଏନେଇ ଏକ ମାମଲା ରୁଜୁ କରି ଗାଡ଼ି ଚାଳକ ରାସଗୋବିନ୍ଦପୁର ଥାନା ଅଧୀନ ଗାଁ ଅମରଦା ଗ୍ରାମର ଅନିଲ ସେଠଙ୍କ ପୁଅ ସତ୍ୟଜିତ ସେଠୀ ବୟସ 27 ବର୍ଷଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ପରବର୍ତ୍ତୀ ଖବର, ଶିମିଳିପାଳ ଜୈବମଣ୍ଡଳରେ ଥିବା ବିଭିନ୍ନ ନଦୀ ଏବଂ ନାଳଗୁଡ଼ିକରେ 6 ତାରିଖରେ ମଙ୍ଗଳବାରଠାରୁ 3 ଦିନ ଧରି ଚାଲିଥିବା କୁମ୍ଭୀର ଗଣନା କାର୍ଯ୍ୟକ୍ରମ 8 ତାରିଖ ପର୍ଯ୍ୟନ୍ତ ସମ୍ପନ୍ନ ହୋଇଛି। କିନ୍ତୁ ସମସ୍ତ ସଂଗୃହୀତ ତଥ୍ୟକୁ ଆକଳନ କରାଯାଇ ଆଗାମୀ ଫେବୃଆରୀ ମାସର ପ୍ରଥମ ସପ୍ତାହ ସୁଦ୍ଧା କୁମ୍ଭୀରଙ୍କ ସଂଖ୍ୟା ଘୋଷଣା କରାଯିବ ବୋଲି ପ୍ରକାଶ। ପୂର୍ବରୁ 2025 ଗଣନାରେ ଶିମିଳିପାଳରେ 81ଟି କୁମ୍ଭୀର ଥିବାବେଳେ 2024 ଗଣନାରେ 82ଟି କୁମ୍ଭୀର ଏବଂ 2023 ଗଣନାରେ 86ଟି କୁମ୍ଭୀର ଥିବାର ଆକଳନରୁ ଜଣାପଡ଼ିଛି। ଶିମିଳିପାଳରେ ବିରଳ ପ୍ରଜାତିର ଗୌମୁଖା କୁମ୍ଭୀର ଦେଖାଯାନ୍ତି। ଶିମିଳିପାଳରେ କୁମ୍ଭୀର ବଂଶର ବିକାଶ ପାଇଁ ଯଶପୁରସ୍ଥିତ ରାମତୀର୍ଥଠାରେ ଏକ ସ୍ୱତନ୍ତ୍ର କୁମ୍ଭୀର ପ୍ରଜନନ ପ୍ରକଳ୍ପ ମଧ୍ୟ କାର୍ଯ୍ୟ କରୁଛି। ଶିମିଳିପାଳ ଜୈବମଣ୍ଡଳ ବିଶ୍ୱର ଏକ ବୃହତ ଜଳ ଅମଳ ପ୍ରକଳ୍ପ ଭାବେ ବିଦିତ ରହିଥାଏ। ଶିମିଳିପାଳ ଦେଇ ବୁଢ଼ାବଳଙ୍ଗ, ସାଳନ୍ଦୀ, ସଞ୍ଜ, କାଳ, ପଳପଳା, ପୁନର୍ଦେଓ, ପଶ୍ଚିମଦେଓ, ଖଇରା, ଭଣ୍ଡନ, ଖଡ଼ଖାଇ, ଠକଠକି ଆଦି ବହୁ ନଦୀ ରହିଥିବା ସହିତ ବହୁ ନାଳ ମଧ୍ୟ ରହିଛି। ଏହି ନଦୀନାଳଗୁଡ଼ିକରେ ଗୌମୁଖା କୁମ୍ଭୀର ରହିବା ସହିତ ଏପରିକି ଜେନାବିଲ ଓ ଉପର ବାରକାମୁଡ଼ାରେ ଅଞ୍ଚଳରେ ନଦୀଗୁଡ଼ିକରେ ମଧ୍ୟ ବହୁ କୁମ୍ଭୀର ଦେଖାଯାନ୍ତି। ଉତ୍ତର ଶିମିଳିପାଳରେ 7ଟି ବନାଞ୍ଚଳ ଓ ଦକ୍ଷିଣ ଶିମିଳିପାଳରେ 9ଟି ବନାଞ୍ଚଳ ରହିଥିବା ସହିତ ଚଳିତ ବର୍ଷ କୁମ୍ଭୀର ଗଣନା ପାଇଁ ପ୍ରତି ବନାଞ୍ଚଳରେ ଗୋଟିଏ ଲେଖାଏଁ ଦଳ ନିୟୋଜିତ ହୋଇଥିଲେ। ପ୍ରତ୍ୟେକ ଦଳରେ ରେଞ୍ଜର, ଫରେଷ୍ଟର କର୍ମଚାରୀଙ୍କ ସମେତ 7 ଜଣ ଲେଖାଏଁ ରହିବା ସହିତ ସମୁଦାୟ 100ରୁ ଉର୍ଦ୍ଧ୍ୱ କର୍ମଚାରୀ ଗଣନା କାର୍ଯ୍ୟରେ ନିୟୋଜିତ ରହିଥିଲେ। ଏଥିନିମନ୍ତେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ବନ କର୍ମଚାରୀ ଅତିରିକ୍ତ ବନ ସଂରକ୍ଷକ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ ସମ୍ପାଦିତ ହୋଇଛି। ପରବର୍ତ୍ତୀ ଖବର, ମୟୂରଭଞ୍ଜ ଜିଲ୍ଲା ମରଡ଼ା ବ୍ଲକ ଅଞ୍ଚଳରେ ଜଣ୍ଡିସ ରୋଗକୁ ନେଇ ଲୋକଙ୍କର ମନ ଭିତରେ ଶଙ୍କା ପଶିଯାଇଥିବା ବେଳେ ପଳାଶମୁଣ୍ଡଳି ପଞ୍ଚାୟତ ଅନ୍ତର୍ଗତ ଖୁରୁଣ୍ଟିଆରେ 5 ଜଣ ଜଣ୍ଡିସ ଆକ୍ରାନ୍ତ ପିଲା ଚିହ୍ନଟ ହୋଇଥିବା ସମ୍ପର୍କରେ କିଷାନତାଣ୍ଡି ଡାକ୍ତରଖାନାର ଅଧିକାରୀ ଡକ୍ଟର ହାମ୍ବିରା ମୁର୍ମୁ ଜଣାଇଛନ୍ତି। ମାସେ ପୂର୍ବରୁ ଖୁରୁଣ୍ଟିଆ ଗ୍ରାମରେ 10ରୁ 15 ଜଣ କାମଳ ବା ଜଣ୍ଡିସରେ ପୀଡ଼ିତ ଥିବାବେଳେ ଏବେ ସେମାନଙ୍କର ଅବସ୍ଥା ସ୍ଥିର ରହିଛି। କିଛିଦିନ ତଳେ ଖୁରୁଣ୍ଟିଆ ନୋଡାଲ ସ୍କୁଲର 5 ଜଣ ପିଲା ଜଣ୍ଡିସ ରୋଗରେ ପୀଡ଼ିତ ହୋଇଥିବା ବେଳେ ସେମାନଙ୍କ ଭିତରୁ 3 ଜଣ ସୁସ୍ଥ ଥିବା ସୂଚନା ମିଳିଛି। 2 ଜଣ ପିଲା ଘରେ ରହି ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଛନ୍ତି। ଏହି ଜଣ୍ଡିସ ରୋଗ ବ୍ୟାପିବାର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ରହିଛି। ପିଇବା ପାଣି ବ୍ୟବହାର ଯୋଗୁଁ ଏହି ରୋଗ ବ୍ୟାପିଥାଇପାରେ ବୋଲି ଲୋକେ ସନ୍ଦେହ କରିଛନ୍ତି। ତେବେ ପାଣି ପରୀକ୍ଷଣ ପରେ ଏଥିରେ କୌଣସି ତ୍ରୁଟି ନଥିବା ବିଭାଗୀୟ ଯନ୍ତ୍ରୀ ସସ୍ମିତା ପତି ସ୍ପଷ୍ଟୀକରଣ ଦେଇଛନ୍ତି। ସେହିପରି ବ୍ଲକ ଅଧିକାରୀ ବିଜୟ କୁମାର ପାଣିଗ୍ରାହୀ ଏବଂ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ପାର୍ବତୀ ହାଁସଦା ବିଦ୍ୟାଳୟକୁ ଯାଇ ପୀଡ଼ିତା ପିଲାଙ୍କୁ ଭେଟି ସ୍ୱାସ୍ଥ୍ୟ ପରୀକ୍ଷା ପଚାରି ବୁଝିଥିଲେ। କିଷାନତାଣ୍ଡି ଡାକ୍ତରଖାନାର ଅଧିକାରୀ ଡକ୍ଟର ହାମ୍ବିରା ମୁର୍ମୁ ଏବଂ ଡାକ୍ତର ଦଳ ଖୁରୁଣ୍ଟିଆ ଗ୍ରାମକୁ ଯାଇ ପୀଡ଼ିତା ପିଲାଙ୍କୁ ଭେଟିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଖବର, ଅତିରିକ୍ତ ଡ୍ରଗ୍ କଣ୍ଟ୍ରୋଲରଙ୍କ ନେତୃତ୍ୱରେ ଏକ ଦଳ ବେଆଇନ ଔଷଧ ଦୋକାନ ଉପରେ ଚଢ଼ାଉ କରିଥିବା ଜଣାପଡ଼ିଛି। ରାସଗୋବିନ୍ଦପୁର ଥାନା ବଡ଼ାମପୁରରେ ପଶ୍ଚିମବଙ୍ଗ ରାଜ୍ୟର 24 ପ୍ରଗଣାର ସାଲକା ଗ୍ରାମର ସୁମନ ବିଶ୍ୱାସ ବେଆଇନ ଭାବେ ବିନା ଲାଇସେନ୍ସରେ ଔଷଧ ଦୋକାନ ଖୋଲି ବ୍ୟବସାୟ କରିବା ସହିତ ଚିକିତ୍ସା ସେବା ଯୋଗାଇ ଆସୁଥିଲେ। ଖବର ପାଇ ଜିଲ୍ଲା ବାରିପଦା ସର୍କଲର ଡ୍ରଗ୍ କଣ୍ଟ୍ରୋଲର ରୁଦ୍ର ନାରାୟଣ ସାହୁ, ଡ୍ରଗ୍ ଇନ୍ସପେକ୍ଟର ଦିବ୍ୟରଞ୍ଜନ ନାୟକ, ରାସଗୋବିନ୍ଦପୁର ଥାନା ଏଏସ୍ଆଇ ଗୌରାଙ୍ଗଚନ୍ଦ୍ର ମହାପାତ୍ର
ଉକ୍ତ ଔଷଧ ଦୋକାନ ଉପରେ ଚଢ଼ାଉ କରି ବିଭିନ୍ନ ବିକ୍ରି ନିଷିଦ୍ଧ ଔଷଧ ଜବତ କରିବା ଜଣାପଡ଼ିଛି। ଏହାର ଅନୁମାନିକ ମୂଲ୍ୟ 35,000 ଟଙ୍କା ହେବ ବୋଲି ଜଣାଯାଇଛି। ବେଆଇନ ଭାବେ ବିନା ଲାଇସେନ୍ସରେ ଔଷଧ କାରବାର ବା ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।